ଈଶ୍ୱରଙ୍କର ବିଚିତ୍ର ସୃଷ୍ଟି। ଏ ପ୍ରାକୃତିକ ପରିବେଶ ଯୋଗୁଁ ମଣିଷ ତା ଜଞ୍ଜାଳପୂର୍ଣ୍ଣ ସମୟ ମଧ୍ୟରେ ସମୟ କାଟିବା ପାଇଁ ସେ ପ୍ରାକୃତିକ ପରିବେଶକୁ ବାଛିଥାଏ, ଯାହା ତାକୁ ଶାନ୍ତି ପ୍ରଦାନ କରିବା ସହିତ ନୂଆ କିଛି ଚିନ୍ତା କରିବାର ମାର୍ଗ ଦେଖାଇଥାଏ। ଏ ସେହି ପ୍ରାକୃତିକ ପରିବେଶ ସିଂହନାଥ ପୀଠ, ଯାହା ଟି ବ୍ରିଜ୍ ଦେଖିପାରୁଥିବେ। ଟି ବ୍ରିଜ୍ ନିକଟରେ ପାହାଡ଼ଟି ଅଛି, ସିଂହନାଥ ପାହାଡ଼। ବାଲିରେ ବଣଭୋଜି କରିପାରିବ, କେବଳ ସାଧା ଉପରେ ହିଁ ଭୋଜି ହେଇପାରିବ। ଆମିଷ ଭୋଜି କରିବାକୁ ଚାହୁଁଥିଲେ ବ୍ରିଜ୍ ତଳକୁ ଯିବାକୁ ପଡ଼ିବ। ଜଙ୍ଗଲିଆ ରାସ୍ତା, କଣ୍ଟକିତ ରାସ୍ତା ଭିତରେ ଆମକୁ ଯିବାକୁ ପଡ଼ିବ। ସେଥିରେ ସାହସ କରିବେନି ଆ ଭିତରେ ପଶିବା ପାଇଁ। ଏ ଧଣ୍ଡିଆ କାଣ୍ଡନଳିଆ ସାପ ଗୁଡ଼ା ବେଶୀ ଅଛନ୍ତି। କଣ୍ଟେଇ କୋଳି ଏସବୁ ଦେଖନ୍ତୁ, କଣ୍ଟେଇ କୋଳି, ସେ କଣ୍ଟେଇ କୋଳି ଗୁଡ଼ାକ ଅଛି, ନେଇକି ଖାଇପାରିବା। କିଏ ଗୋଟେ ଦେଖିଦେଲା ବୋଧେ ଆଉ, ହସି ପଇଲା ଆଉ। ହଉ ଛୋଟବେଳେ ବହୁତ ତୋଳିକି ଖାଉ। ଯେଉଁ କଣ୍ଟା, ଯେଉଁ ତୀକ୍ଷ୍ଣ କଣ୍ଟା ଅଛି, ଭାରି ଡେଞ୍ଜରିୟସ୍, ବିପଦପୂର୍ଣ୍ଣ କଣ୍ଟା। କେତେ ହାତ ଛିଣ୍ଡିଛି, କେତେ ଖଣ୍ଡିଆ ଖାବରା ହେଇଛି ପିଲାବେଳେ। ଦେଖିକି ଆସିବେ କଣ୍ଟେଇ କଣ୍ଟା ଗୁଡ଼ାକ, ଭାରି ବିପଦପୂର୍ଣ୍ଣ ଜାଗା। ପ୍ରବଳ କୋଳି ହେଇଛି, ତମ ପାଇଁ ନେଇକି ଯିବି, ବାଟ ଦେଖା ହେଲେ ଖାଇବା ଆଉ। ଇଏ ତ ମଜା ଆଉ, ନା ବାଇଡ଼ କ'ଣ କେତେ କୋଳି ପାଚିକି ଅଛି। ଡାଳଟା ଭାଙ୍ଗି ନେଇ ପଳେଇବା ଆଉ। ନା ଡାଳ ଭାଙ୍ଗିବାନି, ଥାଉ, ନେକ୍ସଟ ବର୍ଷ ଆସିଲେ ଖାଇବା।